तो पिलाମାନେ ଆଜି ଆମେ କ୍ୱେଶ୍ଚିନ୍କୁ ଆନ୍ସର କରିବା ମାଟି ଆମର ମା। ତ ଚାଲ ଆର କ୍ୱେଶ୍ଚିନ୍ ଆନ୍ସର କରିବା ତୃତୀୟ କ୍ଲାସର ଭାଷା ମହାକର। ତ କ୍ୱେଶ୍ଚିନ୍ ଆନ୍ସର କରିବା ମାଟି ଆମର ମା। ତ ଦେଖ ପ୍ରଥମେ କ୍ୱେଶ୍ଚିନ୍ ଆନ୍ସର କ'ଣ ଦେଇଛି ଦେଖ ଆସ କଥା ହେବା ଚିତ୍ର ଦେଖ ପିଲାମାନେ। ତ କ୍ୱେଶ୍ଚିନ୍ ଦେଖ କ'ଣ ଲେଖା ହେଇଛି ଆସ କଥା ହେବା ଚିତ୍ରରେ କ'ଣ ସବୁ ଦେଖୁଛ। ତ ଦେଖ ଚିତ୍ରରେ କ'ଣ ଦେଖିଲ ଗୋଟିଏ ସ୍ତ୍ରୀ ଲୋକଟିଏ କ'ଣ କରୁଛି ପିଲାମାନେ ଗୋଟେ କଳସଟିଏ ବନଉଛି। ତାପରେ ଆଉ ଗୋଟେ ଲୋକଟେ କ'ଣ କରୁଛି ସିଏ ଚିନ୍ତା କରି ବସିଛି। ତ ଉତ୍ତର କ'ଣ ଲେଖିବ ଦେଖ। ତ 1 ନମ୍ବର ଉତ୍ତର ଲେଖିବ ଜଣେ କୁମ୍ଭାର ମାଟି ପାତ୍ର ତିଆରି କରୁଛନ୍ତି। ତାପରେ 2 ପଏଣ୍ଟ ଲେଖିବ ସ୍ତ୍ରୀ ଲୋକଟି ମାଟି ପାତ୍ରଟିଏ ବନାଉଛି। ତୃତୀୟ ପଏଣ୍ଟ ଲେଖିବା ପାଖରେ ଚକ ଓ ଅନେକ ମାଟି ହାଣ୍ଡି ରହିଛି। ତ 1 ନମ୍ବର ଉତ୍ତର ସବୁ ପିଲାମାନେ ଏମିତି ଲେଖିବା ସବୁ। ତ ଚାଲ 2 ନମ୍ବର କ'ଣ ଦେଇଛି ଦେଖିବା। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଚିତ୍ରରେ ସ୍ତ୍ରୀ ଲୋକଟି କ'ଣ ତିଆରି କରୁଛି। ତ ଚାଲ ଆର ଉତ୍ତର ଲେଖିବା। ଉତ୍ତର କ'ଣ ଲେଖିବ ଦେଖ ସ୍ତ୍ରୀ ଲୋକଟି ମାଟି ପାତ୍ର ତିଆରି କରୁଛି ବା ବନଉଛି ଲେଖିବ 2 ନମ୍ବର ଉତ୍ତର। 3 ନମ୍ବର କ'ଣ ଦେଇଛି ଦେଖ କ୍ୱେଶ୍ଚିନ୍ ପୁରୁଷ ଲୋକଟି କ'ଣ ଚିନ୍ତା କରୁଥିବ ବୋଲି ତୁମେ ଭାବୁଛ। ଆର ଉତ୍ତର କ'ଣ ଲେଖିବ ପିଲାମାନେ। ଉତ୍ତର ଲେଖିବ ସେ ମାଟି ପାତ୍ରକୁ କିପରି ସୁନ୍ଦର ଭାବେ ଗଢ଼ିବ ସେ ବିଷୟରେ ଚିନ୍ତା କରୁଛନ୍ତି। ତ ପିଲାମାନେ 3 ନମ୍ବର ଉତ୍ତର ଲେଖିବ। ଏବେ 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ମାଟି କାମ କରୁଥିବା ଲୋକ କେଉଁଠାରୁ ମାଟି ଆଣୁଥିବ। ପିଲାମାନେ ଦେଖ ମାଟି କାମ କିଏ କରୁଛନ୍ତି ସେ ମାଟି କେଉଁଠୁ ସବୁ ଆଣୁଛି ତମେ ଭାବୁଥିବ ବିଲରୁ କି ବାଡ଼ରୁ କି ଖଳାରୁ ସବୁ କେଉଁଠୁ ଆଣୁଥିବ। ତ ଚାଲ ଆର ଉତ୍ତର ଲେଖିବା। 4 ନମ୍ବର ଉତ୍ତର ଲେଖିବ ସେମାନେ ବିଲ ଗାଡ଼ିଏ କିମ୍ବା ନଦୀ କୂଳକୁ ଚିକିଟା ମାଟି ଆଣୁଥିବେ। ତ ପିଲାମାନେ 4 ନମ୍ବର ଉତ୍ତର ଏମିତି ଲେଖିବ। 5 ନମ୍ବର କ'ଣ ଦେଇଛି ଦେଖ କ୍ୱେଶ୍ଚିନ୍। 5 ନମ୍ବର କ୍ୱେଶ୍ଚିନ୍ ଦେଇଛି ତୁମେ ମାଟି କୁମ୍ଭୀରେ ସାଇତିଥିବା ପଇସାକୁ ନେଇ କ'ଣ କରିବ। ତାର ଉତ୍ତର କ'ଣ ଲେଖିବ ଦେଖ। ପିଲାମାନେ ତମେ ମାଟି କୁମ୍ପି ରଖିଥିବ ଯେଉଁ ସରକାର ଯେଉଁ ପଇସା ରଖୁଛି ସେଇଟାକୁ ଅଛି ମାଟି କୁମ୍ପି। ଦେଖ ଉତ୍ତର କ'ଣ ଲେଖିବ ମୁଁ ସେହି ପଇସାରେ ମୋର ପାଠପଢ଼ା ବହି ଖାତା କିମ୍ବା କଲମ କିଣିବି। ତ ପିଲାମାନେ 1 2 3 4 5 ଉତ୍ତର ଏମିତି ଲେଖିବ। ଆସ କଥା ତ ଏବେ ଦେଖ ତା ତଳକୁ କ'ଣ ଦେଇଛି ଭାବ ଲେଖ। ତ ଚାଲ ଦେଖିବା ସେଠି କ'ଣ ଲେଖା ହେଇଛି। ଦେଖ ଭାବ ଲେଖିବ 1 ନମ୍ବର କ'ଣ ଲେଖା ହେଇଛି ଦେଖ କାହାଠାରୁ ଆମେ କ'ଣ ଉପକାର ପାଉ। ବିଲ ଲେଖା ହେଇଛି ଚୁଲି ଲେଖା ହେଇଛି ଖଣି ଲେଖା ହେଇଛି। ତ ଚାଲ ଆର ଗୋଟେ ଗୋଟେ କରି ଲେଖିବେ ବିଲ ଚୁଲି ଖଣି। ବିଲରେ କ'ଣ ଲେଖିବ ଦେଖ ବିଲରୁ ଆମେ ବିଭିନ୍ନ ପ୍ରକାର ଶସ୍ୟ ଯଥା ଧାନ ମୁଗ ବିରି ପନିପରିବା ଏବଂ ଖାଦ୍ୟ ଶସ୍ୟ ପାଇଥାଉ। ତ ବିଲ ଲେଖା ହେଇଛି ବିଲରେ ଏମିତି ସବୁ ଲେଖିବ। ତା ତଳକୁ କ'ଣ ଲେଖା ହେଇଛି ଚୁଲି ଲେଖା ହେଇଛି। ଚୁଲିରେ କ'ଣ ଲେଖିବ ଦେଖ ଖ ନମ୍ବର ଚୁଲି ସାହାଯ୍ୟରେ ଆମେ ଖାଦ୍ୟ ରାନ୍ଧିଥାଉ ଏବଂ ଶୀତଦିନ ନିଆଁ ପିଇବା ପାଇଁ ଏହା ବ୍ୟବହୃତ ହୋଇଥାଏ। ତ ପିଲାମାନେ ଖ ନମ୍ବର ବିଲରେ ଏମିତି ସବୁ ଲେଖିବ। ତ ଗ ନମ୍ବର କ'ଣ ଲେଖିବ ଦେଖ ଖଣିରେ। ତ ଖଣିରେ କ'ଣ ଲେଖିବ ଦେଖ ଖଣିରେ ଲେଖିବ ଖଣିରୁ ଆମେ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଯଥା କୋଇଲା ଲୁହାପଥର ସୁନା ତମ୍ବା ଏବଂ ମୂଲ୍ୟବାନ ପଥର ପାଇଥାଉ। ତ ପିଲାମାନେ ଗ ନମ୍ବର ଉତ୍ତର ଏମିତି ଲେଖିବେ। 1 ନମ୍ବର ସରିଲା। ତ ଚାଲ ଏବେ ନେକ୍ସଟ ପେଜ ଦେଖିବା କ'ଣ ଦେଇଛି। ନେକ୍ସଟ ପେଜ ଦେଖ ନେକ୍ସଟ ପେଜ କ'ଣ ଲେଖାଛି ଦେଖ 2 ନମ୍ବର ପଢ଼ ବୁଝ ଲେଖ। ଦେଖ ପିଲାମାନେ ଗୋଟେ ସାରଣୀ କରାଯାଇଛି। ସେ ସାରଣୀରେ କ'ଣ ଲେଖା ହେଇଛି ଦେଖ ମାଟି କାମ କରୁଥିବା ଲୋକର କାମ ଓ ତୁମର କାମ। ଦେଖ ମାଟି କରୁଥିବା ଲୋକର କାମ କ'ଣ ଲେଖା ହେଇଛି କ ଖ ଗ ଘ ଙ ଦେଇଛି। ଗୋଟେ ଲେଖା ହେଇଛି କ ନମ୍ବରଟା ଲେଖା ହେଇଛି ମାଟି ଆଣିବା। ତାପରେ ତୁମର କାମ ଲେଖା ଯାଇଛି ପିଲାମାନେ କରେ ହେଲେ ଙ ଯାଏଁ ଅଛି ଏଇଟା ବି ଲେଖା ହେଇଛି ଗୋଟେ। କ ନମ୍ବର ସକାଳୁ ଉଠି ମୁହଁ ଧୋଇବା। ତ ଖ ଗ ଘ ଙ ଦେଇନି ତ ଚାଲ ଆର ଗୋଟେ ଗୋଟେ କରି ଲେଖିବା। ତ ଖ ନମ୍ବର ଲେଖିବ ମାଟି ଚକଟିବା। ତାପରେ ଗ ନମ୍ବର ଲେଖିବ ଚକ ବୁଲାଇବା। ଘ ନମ୍ବର ଲେଖିବ ହାଣ୍ଡି ଗଡ଼ିବା। ତାପରେ ଙ ନମ୍ବର ଲେଖିବ ହାଣ୍ଡି ପୋଡ଼ିବା। ତ ଏଇଟାରେ ହେଇଗଲା ମାଟି କାମ କରୁଥିବା ଲୋକର କାମ। ତ ଏବେ ଲେଖ ତୁମର କାମ। ତୁମର କାମ କ ନମ୍ବରଟା ଲେଖିଦେଇଛ ସକାଳୁ ଉଠି ମୁହଁ ଧୋଇବା। ଖ ନମ୍ବର କ'ଣ ଲେଖିବ ଦାନ୍ତ ଘଷିବା। ଗ ନମ୍ବର ପାଠ ପଢ଼ିବା। ଘ ନମ୍ବର ସ୍କୁଲକୁ ଯିବା। ଙ ନମ୍ବର ଖେଳକୁଦ କରିବା। ତ ଏମିତି ଲେଖିବ ସାରଣୀଟା ପୂରଣ ଏମିତି କରିବ। ଦୁଇଟା ଦେଇଛି ସେ ଦୁଇଟା ଜାଗାରେ ପୂରଣ କରିଦେବ। ଏକାନ୍ ସାଇଡ଼ ସେକେଣ୍ଡ ସାଇଡ଼ ଦୁଇଟା ସାଇଡ଼ ଯାକ। ତ ଏବେ ନେକ୍ସଟ କ'ଣ ଦେଇଛି ଦେଖ ଶବ୍ଦ ଖେଳ। 1 ନମ୍ବର କ'ଣ ଲେଖାଯାଇଛି ତଳେ ଦିଆଯାଇଥିବା ଶବ୍ଦର ଶେଷ ଅକ୍ଷରକୁ ମୂଳକୁ ଆଣି ନୂଆ ଶବ୍ଦ ଗଢ଼ ଓ ଲେଖ। ପିଲାମାନେ ଦେଖ ସେଇଟା ଗୋଟେ 6ଟା ବାକ୍ସ କରାଯାଇଛି। ସେ 6ଟା ବାକ୍ସରେ ଲେଖାଯାଇଛି କ'ଣ ବାଡ଼
ରଡ଼, ଗଢ଼, ତାପରେ ଡାକ, ଢମ, ତାପରେ ଢିପ ଲେଖା ହେଇଛି। ବାଳରେ ଦେଖ ପିଲା ଲାଷ୍ଟ ଅକ୍ଷରଟା କ'ଣ ଲେଖା ହେଇଛି? ଡ ଅଛି। ତ ଡ ଓଲଟି ଲେଖା ହେଇଛି ଡବା। ତାପରେ ରଡ଼, ଘଡ଼ ଏଇ ତ ଲେଖା ହେଇଛି। ରଡ଼ ଲେଖା ହେଇଛି, ଲାଷ୍ଟ ଅକ୍ଷରଟା କ'ଣ ଅଛି? ଡ ଅଛି, ତ ଲେଖିବ ଡର। ଏମିତି ଗୋଟେ ଗୋଟେ କରି ଲେଖିବ। ସେ ବାକ୍ସରେ କ'ଣ ଲେଖିବ ଦେଖ, ମୁଁ ଲେଖିଦେଉଛି। ତ ରଡ଼ ଲେଖା ହେଇଛି, ରଡ଼ ବଦଳେ ଡର ଲେଖିବ ଉଲଟେଇରି। ତାପରେ ଗଡ଼ ଲେଖା ହେଇଛି, ଘଡ଼ ଢଟା ଉଲଟେଇ ଲେଖିବ ଢର ଲେଖିବ। ତାପରେ କ'ଣ ଲେଖା ହେଇଛି ଦେଖ, ଢଗ ଲେଖିବ ଢଗ। ତାପରେ କ'ଣ ଲେଖା ହେଇଛି? ଡାକ ଲେଖା ହେଇଛି, ସେଠି ଲେଖିବ କଡ଼ା ଲେଖିବ। ତାପରେ ଢମ ଲେଖା ହେଇଛି, ସେଠି ଲେଖିବ ମଢ଼। ତାପରେ ଢିପ ଲେଖା ହେଇଛି, ସେଠି ଲେଖ ପଢ଼ି। ତ ପିଲାମାନେ ଏମିତି କରି ଗୋଟେ ଗୋଟେ ଅକ୍ଷର ପଛ ଅକ୍ଷରଟା ଲାଷ୍ଟ ଅକ୍ଷରଟା ଉଲଟେଇକିରି ଗୋଟେ ଗୋଟେ ପଦ କରି ଲେଖିବ। ତ ଚାଲ ଏବେ 4 ନମ୍ବର କ'ଣ ଦେଇଛି ଦେଖିବା। ତ 2 ନମ୍ବର କ'ଣ ଦେଇଛି ଦେଖ, ଶବ୍ଦ ଖେଳର ଶବ୍ଦ ସହ ତାର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ଗାର ଟାଣି ସ୍ତମ୍ଭ ମିଳନ କର। ଏଠି କ ସ୍ତମ୍ଭ, ଏଠି ଖ ସ୍ତମ୍ଭ ଦିଆଯାଇଛି। ପିଲାମାନେ ଦେଖ, କ ସ୍ତମ୍ଭରେ କ'ଣ ଲେଖା ହେଇଛି ଦେଖ, ଆପଣା, ଦୁଃଖ, ହସ, ତାପରେ ଖୋଳିବା, ତାପରେ ପରିଶ୍ରମ। ତାପରେ ଖ ସ୍ତମ୍ଭରେ ବି ଲେଖା ହେଇଛି ସୁଖ, କାନ୍ଧ, ପର, ଅଳସୁଆ ଆଉ ପତିବା। ତ ଏଇଟା ଗୋଟେ ଗୋଟେ କ ସ୍ତମ୍ଭ ଆର ବିପରୀତ ଶବ୍ଦ ଗୋଟେ ଗୋଟେ ଗାର ଟାଣି ଚାଲ। ତ ଏଇଟା ଆପଣା ଦିଆଯାଇଛି, ଆପଣାକୁ ପର ଗାର ଟାଣି। ଆଉ ଗୋଟେ ସୁଖ ଦୁଃଖ ଦିଆଯାଇଛି, ଦୁଃଖକୁ ସୁଖ ଟାଣି ଗାର କ ସ୍ତମ୍ଭର। ତାପରେ ହସ ଦିଆଯାଇଛି କ ସ୍ତମ୍ଭର, ହସକୁ ଖ ସ୍ତମ୍ଭର କ'ଣ ଟାଣିବ ଯେ କାନ୍ଦ ଟାଣିବ। ତାପରେ କ'ଣ ଲେଖିଛି ଖୋଲିବା, ତାପରେ ପୋତିବା ଲେଖିବ ଖୋଳିବାର, ପୋତିବା ଲେଖିବ। ତାପରେ ପରିଶ୍ରମ, ତାପରେ ଅଳସୁଆ। ଏମିତି କରି ଗାର ଟାଣିବ ପିଲାମାନେ, କ ସ୍ତମ୍ଭ ଖ ସ୍ତମ୍ଭ। ତ ଚାଲ ଏବେ ନେକ୍ସଟ ପେଜ ଦେଖିବା କ'ଣ ଦେଇଛି। पेज नंबर 28 देख 3 नंबर कौन लिखाई देख पिलाने 3 नंबर क्वेश्चन दिखाई तल कठोरी थिबा शब्द गुड़िक मध्य जो गुड़िक एकापरी शुणा जाउछि से गुड़िक लेख। ये लिखाई पिला गोटे सारणी कराई बक्स गोटे कराई से बक्स लिखाई सरा माटी केते जाई बसी तापर तते हसी पाटी परा पाई तो गोटे बक्स लिखाई। तापर क नंबर देख कौन लिखाई क ख ग घ ङ दिए क नंबर कौन लिखाई देख सरा लिखाई। तो पिला सरारे कौन हम तो चल आर गोटे गोटे कर लिखा सरारे पर हम तो गोटे गोटे कर उत्तर लिखा चल आर लिखब सरार परा लिखब। तापर माटी दिए ख नंबर लिखब माटीर पाटी लिखब। ग नंबर लिखब केते तापर तते लिखब। तापर घ नंबर कौन लिखब जाई लिखब। तापर एकांड लिखब पाई लिखब। तापर ओ नंबर लिखब बसी तापर एकांड लिखब हसी। तो एकांड 3 नंबरटा सारणटा पिलाने एमि सब ग घ ङ देई लिखब। तो चलो ए 4 नंबर कौन देछि देखिबा। तो 4 नंबर देछि देख कविता को पढ़ी खाली जगह पूर्ण कर। तो पिलाने देख ये देछि क नंबर देछि गोटे बक्स ख नंबर गोटे बक्स देछि। तो देख क नंबर कौन लिखा है देख से डेस फिलअप करवा चल। क नंबर कौन लिखा है देख माटी को खोजी तापर डेस दिए तापर आउ डेस दिए तलू सुना लिखाई। तार उत्तर कौन लिखा देख प्रथम पेज ही अच्छी पिलाने देख। तो पिला माने 25 नंबर पेज काढ़। तो पिला माने माटी को आमर तो ये काल तो थर्ड पैराग्राफ देख ये पैराग्राफ कौन लिखी देख पिलाने। तो पिला माने से बाक्स रे लिखाई कौन लास्ट पदर लिखाई देख से बाक्स लिखाई माटी को खोली तापर सुना लिखाई। तो से बाक्स रे लिखब माटी को खोली तो लाइनटा दे देछि माटी को खोली तापर से डैश रे लिखब पाउरे आमे तापर आउ गोटे ता तଳେ लिखब कोइला हीरा सोना। तो पिला माने एतिकी लिखब। तापर देखो तଳେ कौन लिखाई तो ये लिखि सारा ता तल कौन लिखे देख माटी को खोले से डेस रे लिख। तापर देखो तापर डेस क्षेत्र नीति डेस दाना तो से लिखे से लिखाई से पैराग्राफ देख कौन लिखब। तो पिलाने थर्ड लाइन कौन लिखाई देख कृषक भाई खेतीर नीति फलाए केते दाना। तो पिला माने से पैराग्राफ जो डेस दिए क्षेत्र नीति दिए क्षेत्र नीति पूर्व लिखब कृषक भाई लिखब। तापर कौन लिखाई क्षेत्र नीति ये लिखी देछि। तापर डेस दाना लिखाई से डेस रे कौन लिखब फलाए केते दाना। तो पिला माने एमिति उत्तर लिखब गोटे बॉक्स। तो चल ए ख नंबर कौन लिखाई देखिबा। एबे ख नंबर बॉक्सटा देख पिला माने माटी रो मूल लिखाई तापर डेस दिए तापर आ गोटे तळ डेस दिए मा लिखाई। तो आर उत्तर कौन हो उत्तर हम देख मु कहूँ से परि आउथरे को पेज गाड़ी 25 नंबर पेज गाड़ी 25 नंबर लास्ट पैराग्राफटा कौन लिखाई देख। तो पिला माने लास्ट पैराग्राफ रे हबो तार ममता लिखाई तापर अमूल्य मूल्य अमूल्य मूल्य तापर मूल्य लिखाई तापर माटी आमरी माँ। तो पिला माने सेडा भूल टिके लिखाई कौन भूल लिखाई देख
ମାଟିର ମୂଳ ଲେଖା ହେଇଛି ପିଲାମାନେ, ମାଟିର ମୂଳ ସେଥିରେ ନାହିଁ। ତ ବହିରେ ଟିକେ ଭୁଲ ଅଛି, ତ ଆପଣମାନେ ଜାଣିଥିବେ ସବୁ, ତୁମେମାନେ ସବୁ ଜାଣିଥିବେ ମାଟିର ମୂଳ ଟିକେ ଭୁଲ ଅଛି ବହି ସବୁ। ତ ସେଇଠି ଲେଖିବ ତାର ମମତା ଲେଖିବ, ତାପରେ ଅମୂଲ ମୂଲ ସେଇଠି ତ ଦେଇଦେଇଛି ଫାଷ୍ଟରେ, ତ ଅମୂଲ ମୂଲ ଟିକେ ଲେଖିବ। ତାପରେ ଲାଷ୍ଟ ଅକ୍ଷରଟା କ'ଣ ଦେଇଛି, ମା ଲେଖା ହେଇଛି, ତ ମାଟି ଆମରି ମା। ତ ପିଲାମାନେ ଉତ୍ତର ଏମିତି ସବୁ ଲେଖିବ। ଖ ନମ୍ବରଟା ସରିଲା ପରେ ତ ଏ ଯେଉଁ ଗାର ଟଣା ହେଇଛି ସେ ଭିତରେ ଫିଲ୍ଅପ୍ କରିଦେଉ। ତ ଚାଲ ଏବେ ବକ୍ସ ସରିଲା। ତ ପିଲାମାନେ 4 ନମ୍ବର ସରିଲା। ଏବେ ଚାଲ 5 ନମ୍ବର କ'ଣ ଲେଖିବା, ପ୍ରଶ୍ନ କ'ଣ ଦେଇଛି ଦେଖିବା। ତ 5 ନମ୍ବର କ୍ୱେଶ୍ଚିନ୍ ଦେଇଛି ଦେଖ, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ବହୁବଚନ ରୂପ ଲେଖ। ତ ଲେଖା ହେଇଛି ଏକବଚନ ବହୁବଚନ ଲେଖା ହେଇଛି ପିଲାମାନେ, ସେଥିରେ ଗୋଟେ ଗାର ଟାଣିକି ତାପରେ ଦେଖ ଗୋଟିଏ ଫୁଲ ଲେଖା ହେଇଛି, ତାପରେ ଗୋଟେ ତୀର ଚିହ୍ନ ମାରି ଅନେକ ଫୁଲ ବା ବହୁତ ଫୁଲ ଲେଖା ହେଇଛି, ତାପରେ ପିଲାଟି ଲେଖା ହେଇଛି, ତାପରେ ସରାଟି ଲେଖା ହେଇଛି, ତାପରେ ନଦୀଟିଏ ଲେଖା ହେଇଛି। ତ ଆର ଡ୍ୟାସ୍ ପିଲାପରେ ତ ଲେଖା ହେଇନି, ତ କ'ଣ ଲେଖିବ ଦେଖ ଆର ଉତ୍ତର। ତ ପିଲାଟି ଲେଖା ହେଇଛି ସେ ଲେଖିବ ପିଲାମାନେ, ତାପରେ ସରାଟି ଲେଖା ହେଇଛି, ତାପରେ ସେ ଲେଖିବ ସରା ଗୁଡ଼ିଏ ବା ଅନେକ ସରା, ତାପରେ ନଦୀଟି ଲେଖା ହେଇଛି, ତାପରେ ନଦୀ ଗୁଡ଼ିକ ବା ନଦୀ ସବୁ। ତ 5 ନମ୍ବର ସରିଲା ପିଲାମାନେ। ଏବେ ଚାଲ 6 ନମ୍ବର କ'ଣ ଦେଇଛି ଦେଖିବା କ୍ୱେଶ୍ଚିନ୍। ତ ଦେଖ ପିଲାମାନେ 6 ନମ୍ବର ଆସ ଖୋଜିବା। 1 ନମ୍ବର କ'ଣ ଦେଇଛି ଦେଖ, କବିତାରେ ମାଟିରୁ ତିଆରି କେତେକ ଜିନିଷ ନାମ ଦିଆଯାଇଛି, ସେହି ନାମ ଗୁଡ଼ିକ ତଳେ ସାରଣୀରେ ଖୋଜି ଗୋଲ ବୁଲା। ତ ପିଲାମାନେ ଦେଖ ମାଟିରେ ତିଆରି ହେଇଥିବା ଜିନିଷ ହିଁ ଲେଖିବ, ଆଉ କୌଣସି ଜିନିଷ ପଶୁପକ୍ଷୀ ବା ଆଉ କାହାର ଲେଖିବନି, ବା ମାଟିରେ ଜିନିଷ ତିଆରି ହେଇଥିବା। ଚାଲ ଖୋଜିବା। ପଲମ ଲେଖା ହେଇଛି ପିଲାମାନେ, ତ ଚାଲ ଆଉ ଗୋଟେ କେତେଟା ଖୋଜିଦେବା। ତ ତେଣେ ଲେଖା ହେଇଛି ମାଠିଆ, ତ ପିଲାମାନେ ମାଟିରେ ତିଆରି ହେଇଥାଉଛି ମାଠିଆ, ତ ସେଇଟା ଗୋଟେ ଗୋଲ ବୁଲେଇବ, ଗୋଟେ ପଦ କାଢ଼ିବ। ଆଉ ଗୋଟେ କ'ଣ ଲେଖା ହେଇଛି, ହାଣ୍ଡି ଲେଖା ହେଇଛି ପିଲାମାନେ, ହାଣ୍ଡି ବି ତିଆରି ହେଇଥାଉଛି ମାଟିରେ, ତ ସେଇଟା ଗୋଟେ ଗୋଲ ବୁଲେଇବ। ଆଉ ଗୋଟେ ଦୀପ ବନାଇଥାଉଛି ମାଟିରେ, ତ ସେଇଟା ଗୋଟେ ଗୋଲ ବୁଲେଇବ। ତାପରେ ଆଉ ଗୋଟେ ଚୁଲି ବନାଇଥାଉଛି, ସେଇଟା ବି ଗୋଟେ ଗୋଲ ବୁଲେଇ ପଦ କାଢ଼ି ଲେଖିବ। ତ ତୁମେମାନେ ବି ଆଉ କେତେଟା କେମିତି କାଢ଼ି ତ ଲେଖିପାରିବ। ତ ଚାଲ ଏବେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା କ'ଣ ଦେଇଛି। ତ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ତୁମେ ମାଟି ଚକଟି ଦୀପ ତିଆରି କରିବ, ତେଣୁ ମାଟି ଚକଟିବା ପାଇଁ କେଉଁ ସବୁ ଜାଗାରୁ ପାଣି ପାଇପାରିବ। ତ ଏଠି ଲେଖା ହେଇଛି, ଗୋଟେ ଲେଖା ହେଇଛି ନଈ, ତ ଆଉ କେତେଟା ବକ୍ସ, ତ ଚାଲ ଆର ଉତ୍ତର ଲେଖିବା। ସେଥିରେ ଲେଖିବ ପୋଖରୀ, ତାପରେ ଆଉ ଗୋଟେ ଲେଖିବ କୂଅ, ତାପରେ ନଳକୂପ, ତାପରେ ଝରଣା, ତାପରେ ଟ୍ୟାପ୍। ତ ସେ ଗୋଟେ ବାକ୍ସରେ ଲେଖିଦେବ। ତ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ମାଟିରେ ତିଆରି ଜିନିଷ ଗୁଡ଼ିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବା ଜିନିଷର ଚିତ୍ର କର ଓ ରଙ୍ଗ ଦିଅ। ପିଲାମାନେ ମାଟିରେ ତୁମକୁ କ'ଣ କ'ଣ ଚିତ୍ର ହେଉଥିବ ଦେଖ। ତ ପିଲାମାନେ ମାଟିରେ ତିଆରି କ'ଣ ହେଉଛି ଦେଖ, କୁମ୍ଭ, ମାଠିଆ ହେଲା, ତାପରେ ବିଭିନ୍ନ ପ୍ରକାର ସାମଗ୍ରୀ, ଦୀପ ଫିପ ସବୁ ତିଆରି ହେଉଛି। ତ କୌଣସି ବି ଗୋଟେ ଚିତ୍ର କରିକିରି ରଙ୍ଗ ଦେଇପାରିବ। ତ ଏଇଟା ସରିଲା 3 ନମ୍ବର। ତ ଚାଲ ଏବେ ନେକ୍ସଟ ପେଜ୍ କ'ଣ ଦେଇଛି ଦେଖିବା। 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଗୋଟିଏ ରଙ୍ଗୀନ ମାଟି ଦୀପ ତିଆରି କରିବା ପାଇଁ ତଳେ କେତେକ ସୂଚନା ଦିଆଯାଇଛି, ସେଗୁଡ଼ିକ କ୍ରମର ସଜାଇ ଲେଖ। ତ ପିଲାମାନେ ଗୋଟେ ଗୋଟେ ଦେଖ ଲେଖା ହେଇଛି, ମାଟିକୁ ଚକଟିବା, ବିଲରୁ ମାଟି ଆଣିବା, ମାଟି ଦୀପରେ ରଙ୍ଗ ଦେବା, ତାପରେ ମାଟିକୁ ପାଣି ପକାଇ ବତୁରାଇବା, ତାପରେ ଚକଟା ମାଟିରେ ଦୀପ ତିଆରି କରିବା, ତାପରେ ଦୀପକୁ ଖରାରେ ଶୁଖାଇବା। ତ ଏখানে ଗୋଟେ ବାକ୍ସ ଦିଆଯାଇଛି, ସେ ବାକ୍ସ ଡ୍ୟାସ୍ ଫିଲ୍ଅପ୍ ଦିଆଯାଇଛି। ଏତିକି ଯୋଉ ଦେଇଛି ପିଲାମାନେ, ଏ ଗୋଟେ ସଜେଇ ଗୋଟେ ଗୋଟେ କରି ତ ଲେଖିବ। ତ କ'ଣ ଲେଖିବ ଦେଖ, ମୁଁ ଗୋଟେ ସଜେଇ ଦେଉଛି। ତ ପିଲାମାନେ ମୁଁ ଏଇଟା ଗୋଟେ ଗୋଟେ ନମ୍ବର ଦେଇଦେଲି, 3, 1, 1, 6, 2, 4, 5। ତ ନମ୍ବର ଅନୁସାରେ ଗୋଟେ ଗୋଟେ ଡ୍ୟାସ୍ ଫିଲ୍ଅପ୍ କ'ଣ କରିବ ଦେଖ, ଉତ୍ତର କେମିତି ଲେଖିବ ଦେଖ। ସେ ଡ୍ୟାସ୍ ଫିଲ୍ଅପ୍ରେ 1 ନମ୍ବର ଦେଇ ଲେଖିବ ବିଲରୁ ମାଟି ଆଣିବା, 2 ନମ୍ବର ଲେଖିବ ମାଟିକୁ ପାଣି ପକାଇ ବତୁରାଇବା, 3 ନମ୍ବର ଲେଖିବ ମାଟିକୁ ଚକଟିବା, 4 ନମ୍ବର ଲେଖିବ ଚକଟା ମାଟିରେ ଦୀପ ତିଆରି କରିବା, 5 ନମ୍ବର ଲେଖିବ ଦୀପକୁ ଖରାରେ ଶୁଖାଇବା, 6 ନମ୍ବର ଲେଖିବ ମାଟି ଦୀପରେ ରଙ୍ଗ ଦେବା। ତ ପିଲାମାନେ ଏମିତି ସବୁ ଗୋଟେ ଗୋଟେ କରିକି 1 ନମ୍ବର 2 ନମ୍ବର 5 ନମ୍ବର ଯାଏଁ ଗୋଟେ ଗୋଟେ କରି ନମ୍ବର ଦେଇକି ଲେଖିବ। ତ ପିଲାମାନେ ଏଇଟା ହେଉଛି କ୍ରମରେ ସଜାଇବା। ତ ପିଲାମାନେ ମୁଁ ନମ୍ବର ବି ଦେଇଦେଇଛି ସାଇଡ଼୍ରେ, ସେ ନମ୍ବର ଅନୁସାରେ ଗୋଟେ ଗୋଟେ କରିକି ଲେଖି ବି ପାରିବ। ତ ଚାଲ ଏବେ ଦେଖିବା 5 ନମ୍ବର କ'ଣ ଦେଇଛି ଦେଖିବା। 5 ନମ୍ବର କ୍ୱେଶ୍ଚିନ୍ ଦେଖ ପିଲାମାନେ, ଆସ ଚଢ଼େଇଟିକୁ ତା ବସାକୁ ଯିବା ପାଇଁ ଗାର ଟାଣି ବାଟ କହିଦେବା। ତ ପିଲାମାନେ ଦେଖ ଗୋଟେ ଚଢ଼େଇ ଅଛି, ତା ତଳୁ କ'ଣ ଅଛି, ଗୋଟେ ତାର ବସା ଅଛି, ତ ସେ କେଉଁ ବାଟରେ ଗଲେ ସେ ଡାଇରେକ୍ଟ ପୁରା ତା ଘରେ ପହଞ୍ଚି ପାରିବ। ଦେଖ ପିଲାମାନେ, ତ ପିଲାମାନେ ଦେଖ ଚଢ଼େଇ ସିଧା ତାର ଗୋଟେ ଲମ୍ବା ଗାର ଅଛି,
ବା ସେ ଗଛର ନାଡ଼ ଭଳିଆ ଅଛି, ତ ସେଇ ସିଧା ଗାରରେ କୁଆଡ଼େ କିଛି ନ ବୁଲିକି ଯଦି ସିଧା ଗାରରେ ପହଞ୍ଚିବ, ତାପରେ ଟିକେ ତଳକୁ ଆସିବ, ତଳ ଲମ୍ବା ଗାଡ଼ିରେ ଯଦି ପହଞ୍ଚିବ ବୋଇଲେ ପିଲାମାନେ ତା ଘର ପାଖରେ ବା ତାର ଘର ପାଖରେ ପହଞ୍ଚି ପାରିବ। ତ ଏଇଟା ତ ସରିଲା ଦେଖ। ଏବେ ଚାଲ ନେକ୍ସଟ ପେଜ କ'ଣ ଦେଇଛି ଦେଖିବା। ତ ପିଲାମାନେ ନେକ୍ସଟ ପେଜ କ'ଣ ଦେଇଛି ଦେଖ। 6 ନମ୍ବର, ତୁମେ ଦୁହେଁ ଦୋକାନକୁ ମାଠିଏ କିଣିବାକୁ ଆସିଛ। ଦୋକାନୀ ସହ କ'ଣ କଥା ହୋଇ ମାଠିଏ କିଣିବ ଲେଖ। ତ ଏଇଠି ଦେଇଦେଇଛି ପିଲାମାନେ ଗୋଟେ ଝିଅଟେ ଅଛି, ଗୋଟେ ପୁଅ ଅଛି, ତାପରେ ସେଇଠି ଗୋଟେ ଦୋକାନ ଚିତ୍ର ଦେଇଛି। ମାଠିଆ ସିଏ ଗୋଟେ ଲୋକଟି ବିକୁଛି। ତ ଦେଖ କ'ଣ ଗୋଟେ ସେ ବାକ୍ସରେ କ'ଣ ଲେଖିବ। ତ ପିଲାମାନେ ପ୍ରଥମ ବାକ୍ସରେ ଲେଖିବ, ମଉସା ଆମକୁ ଗୋଟିଏ ଭଲ ମାଠିଆ ଦିଅନ୍ତୁ। ଦୋକାନୀ କ'ଣ କହିଲେ, ନେ ଏହି ମାଠିଆଟିଏ ବହୁତ ଭଲ, ଏଥିରେ ପାଣି ବହୁତ ଥଣ୍ଡା ରହିବ। ତ ତୃତୀୟ ଧାଡ଼ିରେ କ'ଣ ଲେଖିବ, ଏହାର ଦାମ କେତେ? ତ ସରିଲା। ତ ଆଉ ଗୋଟେ ତଳୁ ଗୋଟେ ବାକ୍ସଟେ ଦେଇଛି, ସେ ବାକ୍ସରେ କ'ଣ ଲେଖିବ ଦେଖ ପିଲାମାନେ। ତ ଲେଖିବ ସେକେଣ୍ଡ ପାରାଗ୍ରାଫରେ, ଏହାର ଦାମ 50 ଟଙ୍କା। ପିଲାମାନେ କ'ଣ କହିଲେ, ଠିକ୍ ଅଛି, ଏହି ମାଠିଟି ଆମକୁ ଦିଅନ୍ତୁ। ଏଇ ନିଅନ୍ତୁ ଟଙ୍କା। ତ ସରିଲା ଏତିକି। ତ 6 ନମ୍ବର ସରିଲା। ତ ଦେଖ 7 ନମ୍ବର କ'ଣ ଦେଇଛି ଦେଖିବା ଚାଲ ଏବେ। ତ 7 ନମ୍ବର ଦେଖ, ଆସ ତିଆରି କରିବା ଚଢ଼େଇ। ତ ପିଲାମାନେ ଗୋଟେ ଚଢ଼େଇ ଚିତ୍ର ତିଆରି କରାଯାଉଛି। ତ ଦେଖ ଆବଶ୍ୟକ ସାମଗ୍ରୀ କ'ଣ, ପୁରୁଣା ଖବରକାଗଜ ବା କ୍ୟାଲେଣ୍ଡର, କଇଁଚି, ପୁରୁଣା ବୋତାମ, ଅଠା, ଫେଭିକଲ୍, ସ୍କେଚ ପେନ୍, ରଙ୍ଗୀନ କାଗଜ, ଚୁଡ଼ି। ତ ପିଲାମାନେ ଏତିକି ନେଇକିରି 1 ନମ୍ବର ଗୋଟେ ଗୋଲ କରିବ, 2 ନମ୍ବର ତାକୁ ଫୋଲ୍ଡ କରିବ, 3 ନମ୍ବର କୁଞ୍ଚି କୁଞ୍ଚି ଭଳିଆ କରିକି ଗୋଟେ ଚଢ଼େଇ ତିଆରି କରିବ। ତ ଚାଲ ଏବେ ନେକ୍ସଟ ପେଜ କ'ଣ ଦେଇଛି ଦେଖିବା। ତ ପିଲାମାନେ ନେକ୍ସଟ ପେଜ ଦେଇଛି, ଶୁଣ ବୁଝ କୁହ। ତ ଚାଲ ଗୋଟେ ଗୋଟେ ପଢ଼ିବା। ତ ପିଲାମାନେ ଦେଖ ପ୍ରଥମ ବାକ୍ସରେ କ'ଣ ଦେଇଛି, ଗୁହାଳ ରହେ ମୁଁ ଘାସକୁ ଖାଏ, ବଳ ବଢ଼େ ମୋର କ୍ଷୀର ଯିଏ ପିଏ, କହିଲେ ପିଲେ ମୁଁ କିଏ ଅଟେ? କିଏ କହିଲେ ପିଲାମାନେ ଆର ଆନ୍ସର ହେଉଛି ଗାଈ। ତ ପିଲାମାନେ ଉତ୍ତର କ'ଣ ହେବ, ଯାହାର ଗାଈ। ତ ଚାଲ ଏବେ ନେକ୍ସଟ ପାରାଗ୍ରାଫଟା ଦେଖିବା। ତ ହାତ ନାହିଁ ମୋର ଗୋଡ଼ ଦଶଟା, ହାତ ନାହିଁ ମୋର ଗୋଡ଼ ଦଶଟା, ପାଣିରେ ରହିବି ଟାଣ ଦେହଟା, କହିଲେ ପିଲେ ମୋର ନାମଟା କ'ଣ? ତାର କ'ଣ ପିଲାମାନେ ଉତ୍ତର? ତ ପିଲାମାନେ ଆର ଉତ୍ତର ହେବ କଙ୍କଡ଼ା। ତ କଙ୍କଡ଼ା ଲେଖିବ। ତ ଚାଲ ନେକ୍ସଟ ପାରାଗ୍ରାଫ କ'ଣ ଦେଇଛି ଦେଖିବା। ମାଲିକ ଘରକୁ ଜଗିକି ଥାଏ, ଅଚିହ୍ନା ଦେଖିଲେ ତଡ଼ି ମୁଁ ଦିଏ, କହିଲେ ପିଲେ ମୁଁ ଅଟେ କିଏ? ତ ଉତ୍ତର କ'ଣ ହେବ ପିଲାମାନେ? ତ ଉତ୍ତର ହେବ ପିଲାମାନେ କୁକୁର। ତ କୁକୁର ପିଲାମାନେ ଜଗି ରହିଥାଉଛି ନା ଘର ଯାହା ତାର, ତ କୁକୁର ହେବ। ତ ନେକ୍ସଟ ପାରାଗ୍ରାଫରେ କ'ଣ ଦେଇଛି ଦେଖ। ଆମ୍ଭ ବଉଳରେ ଗୀତ ମୁଁ ଗାଏ, କଳା ଦେହ ମୋର କାଉ ମୁଁ ନୁହେଁ, କହିଲେ ପିଲେ ମୁଁ ଅଟେ କିଏ? ତ କିଏ ପିଲାମାନେ? କୋଇଲି। ତ ପିଲାମାନେ ଆର ଉତ୍ତର ଲେଖିବ କୋଇଲି। ତ ନେକ୍ସଟ ପାରାଗ୍ରାଫ କ'ଣ ଦେଇଛି ଦେଖ। ପାଣିରେ ଖେଳେ ମୁଁ ପାଣିରେ ରହେ, ପାଣି ବିନା ମୋର ଜୀବନ ଯାଏ, କହିଲେ ପିଲେ ମୁଁ ଅଟେ କିଏ? ତ ମାଛ ହେବ ପିଲାମାନେ। ତ ଉତ୍ତର କ'ଣ ଲେଖିବ ପିଲାମାନେ? ମାଛ ଲେଖିବ। ତ ପିଲାମାନେ ଆର କୋଶ୍ଚିନ୍ ଆନ୍ସର ସରିଲା ପିଲାମାନେ। 4 ନମ୍ବର ପାଠ ପିଲାମାନେ କୋଶ୍ଚିନ୍ ଆନ୍ସର ହେଲା। ତ ପିଲାମାନେ ମାଟି ଆମର ମା କୋଶ୍ଚିନ୍ ଆନ୍ସର ସରିଲା ପାଠ ନମ୍ବର 4। ତ ପିଲାମାନେ ପ୍ରଥମ ପାଠ, ଦ୍ୱିତୀୟ ପାଠ, ତୃତୀୟ ପାଠ ମୁଁ ଆର ଭିଡ଼ିଓ କୋଶ୍ଚିନ୍ ଆନ୍ସର ଅପଲୋଡ଼ କରିଦେଇଛି। ତ ଯାଇକି ଦେଖିପାରିବା, ଲେଖିପାରିବା କୋଶ୍ଚିନ୍ ଆନ୍ସର। ତ ପିଲାମାନେ ତୁମର ସାଙ୍ଗମାନଙ୍କୁ ବି ସେୟାର କରି ତ ପିଲାମାନେ ଭିଡ଼ିଓକୁ ସେୟାର କରି ତୁମ ସାଙ୍ଗମାନଙ୍କୁ ବା ସାଥିମାନଙ୍କୁ ସେୟାର କରି ତାଙ୍କେ ବି କୋଶ୍ଚିନ୍ ଆନ୍ସର ଆର ଉତ୍ତର ଲେଖିବେ। ତ ପିଲାମାନେ ପ୍ରଥମ ଦ୍ୱିତୀୟ ତୃତୀୟ ପାଠ ବି ଛାଡ଼ି ଦେଇଛି। ତ ଲେଖିବ ଯାଇରେ। ତ ସବୁ କ୍ଲାସ୍ର ଏଠାରେ ପିଲାମାନେ ଛାଡ଼ୁଛି, ତୃତୀୟ କ୍ଲାସ୍ର ସବୁ ସବଜେକ୍ଟର ଗୋଟେ ଗୋଟେ କରି କୋଶ୍ଚିନ୍ ଆନ୍ସର ଅପଲୋଡ଼ କରିବି, ତୁମେ ସବୁ ଲେଖିବ ପିଲାମାନେ। ତ ପିଲାମାନେ କ'ଣ ଡାଉଟ୍ ହେଉଥିବ ବୋଇଲେ କମେଣ୍ଟ କରି ଲେଖିପାରିବ। ମୋର ଇନଷ୍ଟାଗ୍ରାମ ଲିଙ୍କ ଡିସ୍କ୍ରିପ୍ସନରେ ଦେଇଦେଇଥିବି।